ବନ୍ଧୁଗଣ, ମହାଶିବରାତ୍ରି ହେଉଛି ଭଗବାନ ଶିବଙ୍କର ଅତି ପ୍ରିୟ ରାତ୍ରି। ଏହି ଦିନରେ ସମସ୍ତ ଭକ୍ତମାନେ ଭଗବାନ ଶିବଙ୍କର ପୂଜା ଓ ଆରାଧନା ଅତି ନିଷ୍ଠାର ସହିତ କରିଥାନ୍ତି ଏବଂ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ପ୍ରିୟ ଭକ୍ତମାନେ ମହାଶିବରାତ୍ରି ବା ଜାଗର ବ୍ରତ ମଧ୍ୟ ପାଳନ କରିଥାନ୍ତି। ପୌରାଣିକ ଶାସ୍ତ୍ର ଅନୁଯାୟୀ ଫାଲ୍ଗୁନ ମାସ କୃଷ୍ଣପକ୍ଷର ଚତୁର୍ଦ୍ଦଶୀ ତିଥିରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କର ବିବାହ ହୋଇଥିଲା। ଏହି ଦିନ ଭକ୍ତମାନେ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ନାନା ପ୍ରକାରର ପୂଜାବିଧି ମଧ୍ୟ ପାଳନ କରିଥାନ୍ତି। ତେବେ ବନ୍ଧୁଗଣ, ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆମେ ଏହି ବର୍ଷ ପବିତ୍ର ମହାଶିବରାତ୍ରି ବା ଜାଗର ଅମାବାସ୍ୟା କେବେ ପଡ଼ୁଛି ବା କେତେ ତାରିଖରେ ଆମ ଓଡ଼ିଶାରେ ପାଳନ କରାଯିବ ଓ ମହାଶିବରାତ୍ରିର ଶୁଭ ମୁହୂର୍ତ୍ତ ବିଷୟରେ ଜାଣିବା। ଏଥିସହିତ ବନ୍ଧୁଗଣ, ଆମେ ଜାଣିବା ଯେ ମହାଶିବରାତ୍ରି ଦିନ ଘରକୁ କ'ଣ ଆଣିବା ଶୁଭ, କେଉଁ କାମ କରିବା ଶୁଭ, କେଉଁ କାମ କରିବା ଅଶୁଭ, କେଉଁ ନିୟମ ପାଳନ କରିବେ, ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ କେଉଁ ଫୁଲ ଶିବଲିଙ୍ଗରେ ଅର୍ପଣ କରିବେ, ଶିବଲିଙ୍ଗରେ କେଉଁ ଜିନିଷ ଅର୍ପଣ କଲେ ମନସ୍କାମନା ପୂର୍ଣ୍ଣ ହେବ ଏବଂ ଶେଷରେ ରହିଛି ଶୁଭ ଅଶୁଭ ରାଶିଫଳ ବିଷୟରେ। ତେବେ ବନ୍ଧୁଗଣ, ଏହିସବୁ ବିଷୟରେ ଜାଣିବା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ କରିନିଅନ୍ତୁ ଏବଂ ଆମ ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରିନିଅନ୍ତୁ। ତେବେ ଏଥିସହିତ କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ ହୃଦୟର ସହିତ ଲେଖନ୍ତୁ। ତେବେ ଆସନ୍ତୁ ଜାଣିବା। ବନ୍ଧୁଗଣ, ପ୍ରଥମେ ଜାଣିବା କେଉଁ ସବୁ ଭୁଲ କରିବା ଅନୁଚିତ ଏବଂ ଏହାପରେ ଏହି ବର୍ଷ ମହାଶିବରାତ୍ରି କେବେ ପାଳନ କରାଯିବ ଓ ଏହାର ଶୁଭ ମୁହୂର୍ତ୍ତ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜାଣିବା। ବନ୍ଧୁଗଣ, ମହାଶିବରାତ୍ରି ବା ଏହି ପର୍ବ ଦେବଦେବ ମହାଦେବଙ୍କର ଅତି ପ୍ରିୟ ଅଟେ। ତେଣୁ ମହାଦେବ ନିଜ ଭକ୍ତଙ୍କ ଉପରେ ଯେତେ ଶୀଘ୍ର ପ୍ରସନ୍ନ ହୁଅନ୍ତି, ସେତେ ଶୀଘ୍ର ମଧ୍ୟ କ୍ରୋଧିତ ହୋଇଯାଆନ୍ତି। ରୁଷ୍ଟ ହେବା ସତ୍ତ୍ୱେ ବି ମହାଦେବ ନିଜ ଭକ୍ତଙ୍କୁ କୌଣସି କଷ୍ଟ ପହଞ୍ଚାନ୍ତି ନାହିଁ। କିନ୍ତୁ ଭକ୍ତର ଏହା କର୍ତ୍ତବ୍ୟ ରହିଛି ଯେ ସେ ଏପରି କୌଣସି କାର୍ଯ୍ୟ ନ କରୁ ଯାହାଦ୍ୱାରା ମହାଦେବ ରୁଷ୍ଟ ହେବେ। ତେବେ ବନ୍ଧୁଗଣ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି 6ଟି ଜିନିଷ ରହିଛି ଯାହା ମହାଦେବଙ୍କର ପୂଜାରେ ବ୍ୟବହାର କରିବା ଆଦୌ ଉଚିତ ନୁହେଁ। ଏହାଦ୍ୱାରା ମହାଦେବ ଅତ୍ୟନ୍ତ କ୍ରୋଧିତ ହୋଇଥାନ୍ତି। ତେବେ ଆସନ୍ତୁ ସେହିସବୁ ଜିନିଷଗୁଡ଼ିକ ବିଷୟରେ ବିସ୍ତାର ରୂପରେ ଜାଣିବା। ନମ୍ବର 1, ବନ୍ଧୁଗଣ, ପ୍ରଥମ ଜିନିଷଟି ହେଉଛି ଶଙ୍ଖ। ପ୍ରାଚୀନ ଗ୍ରନ୍ଥ ଅନୁସାରେ ଶଙ୍ଖଚୂଡ଼ ନାମକ ଦୈତ୍ୟର ଅତ୍ୟାଚାରରେ ସମସ୍ତ ଦେବୀ ଓ ଦେବତା ଅସୁବିଧାରେ ଥିଲେ। ମହାଦେବ ହିଁ ତ୍ରିଶୂଳରେ ଏହି ଶଙ୍ଖଚୂଡ଼ର ଅନ୍ତ କରିଥିଲେ। ଏହା ମନାଯାଏ କି ଶଙ୍ଖଚୂଡ଼ର ଭସ୍ମରୁ ହିଁ ଶଙ୍ଖର ଉତ୍ପତ୍ତି ହୋଇଛି। ତେଣୁ କେବେ ବି ମହାଦେବଙ୍କର ପୂଜାରେ ଶଙ୍ଖର ବ୍ୟବହାର କରନ୍ତୁ ନାହିଁ ଏବଂ ଶଙ୍ଖ ଦ୍ୱାରା ଜଳ ମଧ୍ୟ ଅର୍ପଣ କରନ୍ତୁ ନାହିଁ। ବନ୍ଧୁଗଣ, ଦ୍ୱିତୀୟ ଜିନିଷଟି ହେଉଛି କେତକୀ ଫୁଲ। ପୁରାଣ ଶାସ୍ତ୍ର ଅନୁସାରେ କେତକୀ ଫୁଲ ଭଗବାନ ଶିବଙ୍କୁ ମିଥ୍ୟା କହିଥିଲେ, ଯାହାଦ୍ୱାରା ମହାଦେବ କ୍ରୋଧିତ ହୋଇ ତାଙ୍କୁ ଅଭିଶାପ ଦେଇଥିଲେ ଯେ ଶିବଲିଙ୍ଗର ପୂଜାରେ କେତକୀ ଫୁଲର ବ୍ୟବହାର ହେବ ନାହିଁ। ତେଣୁ ଭୁଲରେ ମଧ୍ୟ ମହାଦେବଙ୍କୁ କେତକୀ ଫୁଲ ଅର୍ପଣ କରନ୍ତୁ ନାହିଁ। ବନ୍ଧୁଗଣ, ତୃତୀୟ ଜିନିଷଟି ହେଉଛି ତୁଳସୀ ପତ୍ର। ପ୍ରାଚୀନ ପୁରାଣ ବା କଥା ଅନୁସାରେ ଜଳନ୍ଧର ନାମକ ଅସୁରର ପତ୍ନୀ ବୃନ୍ଦାଙ୍କ ସହ ଏବଂ ଅଂଶରୁ ହିଁ ତୁଳସୀର ବୃକ୍ଷର ଉତ୍ପତ୍ତି ହୋଇଛି। ମହାଦେବ ଜଳନ୍ଧରଙ୍କର ବଧ କରିଥିଲେ, ଯେଉଁ କାରଣରୁ ବୃନ୍ଦା ତାଙ୍କୁ ଅଭିଶାପ ଦେଇଥିଲେ ଯେ ଶିବଲିଙ୍ଗର ପୂଜାରେ ତୁଳସୀ ପତ୍ରର କେବେ ହେଲେ ବ୍ୟବହାର ହେବ ନାହିଁ। ଏହି ଅଭିଶାପ ମହାଦେବ ଗ୍ରହଣ କରିଥିଲେ। ତେଣୁ କେବେ ବି ଭଗବାନ ଶିବଙ୍କର ପୂଜାରେ ତୁଳସୀ ପତ୍ରର ବ୍ୟବହାର କରନ୍ତୁ ନାହିଁ। ବନ୍ଧୁଗଣ, ଚତୁର୍ଥ ଜିନିଷଟି ହେଉଛି ରାଶି। ପ୍ରାଚୀନ ଗ୍ରନ୍ଥ ଅନୁସାରେ ଭଗବାନ ବିଷ୍ଣୁଙ୍କର ଦେହର ମଳିରୁ ରାଶିର ଉତ୍ପନ୍ନ ହୋଇଛି। ତେଣୁ ଏହାକୁ ମହାଦେବଙ୍କର ପୂଜାରେ ବ୍ୟବହାର କରନ୍ତୁ ନାହିଁ। ଏହାଦ୍ୱାରା ମହାଦେବଙ୍କର ଅପମାନ ହୋଇଥାଏ। ତେଣୁ ଏହିଭଳି ଭୁଲ ଆଦୌ କରନ୍ତୁ ନାହିଁ। ବନ୍ଧୁଗଣ, ପଞ୍ଚମ ଜିନିଷଟି ହେଉଛି ଭାଙ୍ଗି ଯାଇଥିବା ଚାଉଳ। ମହାଦେବଙ୍କୁ କେବେ ବି ଭଙ୍ଗା ଚାଉଳ ଅର୍ପଣ କରନ୍ତୁ ନାହିଁ। ବାଛି କରି ଭଲ ଚାଉଳ ଅର୍ପଣ କରନ୍ତୁ। ଆପଣଙ୍କର ଏହି ପରିଶ୍ରମ ଦ୍ୱାରା ମହାଦେବ ସନ୍ତୁଷ୍ଟ ହେବେ ଏବଂ ମହାଦେବଙ୍କର ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହେବ। ବନ୍ଧୁଗଣ, ଷଷ୍ଠ ଜିନିଷଟି ହେଉଛି କୁଙ୍କୁମ। ହିନ୍ଦୁ ଧର୍ମରେ କୁଙ୍କୁମକୁ ସୌଭାଗ୍ୟର ପ୍ରତୀକ ଅଟେ। ଭଗବାନ ଶିବ ବୈରାଗୀ ଅଟନ୍ତି। କୁଙ୍କୁମର ବ୍ୟବହାର ହିନ୍ଦୁ ନାରୀମାନେ ନିଜ ପତିଙ୍କର ଦୀର୍ଘାୟୁ ପାଇଁ କରିଥାନ୍ତି। ତେଣୁ ଶିବଲିଙ୍ଗର ପୂଜାରେ
କୁଙ୍କୁମର ବ୍ୟବହାର କେବେ ହେଲେ କରନ୍ତୁ ନାହିଁ। ଏହା ସହିତ ଯଦି ଆପଣ ଏହି ମହାଶିବରାତ୍ରି ଦିନ ରାତିସାରା ଉଜାଗର ରହି ମହାମୃତ୍ୟୁଞ୍ଜୟର ମନ୍ତ୍ରକୁ ଜପ କରିବେ ତେବେ ଆପଣଙ୍କୁ ମହାଦେବଙ୍କର କୃପାଦୃଷ୍ଟି ନିଶ୍ଚୟ ପ୍ରାପ୍ତ ହେବ। ତେବେ ବନ୍ଧୁଗଣ, ଏବେ ଆସନ୍ତୁ ଜାଣିବା ଏହି ବର୍ଷ ମହାଶିବରାତ୍ରି ବା ଜାଗର ପର୍ବର ଶୁଭ ସମୟ ବିଷୟରେ। ବନ୍ଧୁଗଣ, ମହାଶିବରାତ୍ରି ଓଡ଼ିଶାରେ ଆସନ୍ତା ମାର୍ଚ୍ଚ 8 ତାରିଖରେ ପାଳନ କରାଯିବ। ମହାଶିବରାତ୍ରିର ଶୁଭ ସମୟ ଓ ପୂଜା ସମୟ ହେଉଛି ମହାଦୀପ ଉଠିବାର ସମୟ ମାର୍ଚ୍ଚ 8 ତାରିଖ ରାତ୍ରି 11:33 ଏବଂ ମହାଶିବରାତ୍ରିର ସମାପ୍ତ ସମୟ ବା ମହାଶିବରାତ୍ରିର ମହାଦୀପ ଉଠିବାର ସମାପ୍ତ ସମୟ ହେଉଛି ମଧ୍ୟରାତ୍ରି 12:21। ଏହି ସମୟରେ ମହାଦେବଙ୍କର ମନ୍ଦିରରେ ମହାଦୀପ ଲଗାଯିବ। ମହାଶିବରାତ୍ରି ବା ଜାଗର ପର୍ବର ପ୍ରଥମ ପ୍ରହରର ପୂଜାର ସମୟ ରହିଛି ସନ୍ଧ୍ୟା 5:54 ରାତ୍ରି 8:56। ଦ୍ୱିତୀୟ ପ୍ରହରର ପୂଜା ରହିଛି ରାତ୍ରି 8:56 ରାତ୍ରି 11:57। ତୃତୀୟ ପ୍ରହରର ପୂଜାର ସମୟ ରହିଛି ରାତ୍ରି 11:57 ରାତ୍ରି 2:59 ଏବଂ ଚତୁର୍ଥ ପ୍ରହରର ପୂଜାର ସମୟ ରହିଛି ରାତ୍ରି 2:59 ସକାଳ 6:01, ଯାହାକି ମାର୍ଚ୍ଚ 9 ତାରିଖ ଶନିବାର ଦିନ। ଚତୁର୍ଦ୍ଦଶୀ ତିଥି ମାର୍ଚ୍ଚ 8 ତାରିଖ ରାତ୍ରି 9:57 ଆରମ୍ଭ ହେଉଛି ଏବଂ ମାର୍ଚ୍ଚ 9 ତାରିଖ ସନ୍ଧ୍ୟା 6:17 ପର୍ଯ୍ୟନ୍ତ ରହୁଛି। ଏବେ ଆସନ୍ତୁ ଜାଣିବା ପବିତ୍ର ମହାଶିବରାତ୍ରି ଦିନ ଘରକୁ କେଉଁ ଜିନିଷ ଆଣିବା ଶୁଭ ହୋଇଥାଏ ଏବଂ ଏହାପରେ ରହିଛି ଅନେକ କିଛି ଜିନିଷ ଜାଣିବା ପାଇଁ। ତେବେ ଆସନ୍ତୁ ପ୍ରଥମେ ଜାଣିନେବା ମହାଶିବରାତ୍ରି ଦିନ ଘରକୁ କେଉଁ ଜିନିଷ ଆଣିବା ଶୁଭ ହୋଇଥାଏ। ବନ୍ଧୁଗଣ, ଏହି ଦିନ ଭକ୍ତମାନେ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ନାନା ପ୍ରକାରର ପୂଜାବିଧି ମଧ୍ୟ ପାଳନ କରିଥାନ୍ତି। କିନ୍ତୁ ଏହା ବ୍ୟତୀତ ଏମିତି କେତେକ ଜିନିଷ ରହିଛି ଯାହା ମହାଦେବଙ୍କର ଅତି ପ୍ରିୟ ଅଟେ। ତେବେ ବନ୍ଧୁଗଣ, ଆଜି ଆମେ ଆପଣମାନଙ୍କୁ ସେହି ପବିତ୍ର ଜିନିଷ ଗୁଡ଼ିକ ବିଷୟରେ କହିବା ପାଇଁ ଯାଉଅଛୁ, ଯାହା ମଧ୍ୟରୁ ଗୋଟିଏ ଜିନିଷ ଆପଣ ଆସୁଥିବା ମହାଶିବରାତ୍ରି ଦିନ ନିଜ ଘରକୁ ନିଶ୍ଚୟ ଆଣନ୍ତୁ। ଦେଖିବେ ଭଗବାନ ଶିବଙ୍କର କୃପା ଆପଣଙ୍କ ଉପରେ ସାରା ବର୍ଷ ରହିବ। ଏହି ଜିନିଷ ଗୁଡ଼ିକ ମଧ୍ୟରୁ ଆପଣ ଯେକୌଣସି ଗୋଟିଏ ଜିନିଷକୁ ନିଜ ଘରକୁ ଆଣିଲେ ଭଗବାନ ଶିବ ଆପଣଙ୍କ ଉପରେ ନିଶ୍ଚୟ ପ୍ରସନ୍ନ ହେବେ ଓ ଆପଣଙ୍କର ଜୀବନରେ ହେଉଥିବା ସମସ୍ତ ସମସ୍ୟା ନିଶ୍ଚୟ ଦୂର ହୋଇଯିବ। ଏହା ସହିତ ଆପଣମାନଙ୍କର ଭାଗ୍ୟ ମଧ୍ୟ ବଦଳିଯିବ। ତେବେ ବନ୍ଧୁଗଣ, ଆସନ୍ତୁ ସେହି ଜିନିଷ ଗୁଡ଼ିକ ବିଷୟରେ ଜାଣିନେବା। ତାହା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଆପଣମାନେ କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ ନିଶ୍ଚୟ ଲେଖନ୍ତୁ। ତେବେ ଆସନ୍ତୁ ଜାଣିବା। ବନ୍ଧୁଗଣ, ଏହି ଆସୁଥିବା ମହାଶିବରାତ୍ରି ଦିନ ଆପଣମାନେ ଏକ ଛୋଟ ଶିବଲିଙ୍ଗ ନିଶ୍ଚୟ ନିଜ ଘରକୁ ଆଣନ୍ତୁ। ଯଦି ବନ୍ଧୁଗଣ ଆପଣଙ୍କର ଘର ବଡ଼ ଅଛି ତାହେଲେ ଆପଣ ପାରଦରେ ନିର୍ମିତ ଶିବଲିଙ୍ଗ ନିଶ୍ଚୟ ଆଣନ୍ତୁ। ଏହା ଆପଣଙ୍କ ଘର ଓ ପରିବାର ପାଇଁ ବହୁତ ପବିତ୍ର ଅଟେ। ବନ୍ଧୁଗଣ, ଏହି ଶିବଲିଙ୍ଗ ଆପଣଙ୍କ ଘରେ ଥିବା ସମସ୍ତ ନକାରାତ୍ମକ ଶକ୍ତିକୁ ଦୂର କରିଥାଏ ଓ ଆପଣଙ୍କ ଘରେ ସୁଖ ସମୃଦ୍ଧି ଆଣିଥାଏ। ବନ୍ଧୁଗଣ, ଏହି ମହାଶିବରାତ୍ରି ଦିନ ଯଦି ଆପଣ ଭଗବାନ ଶିବଙ୍କର ତ୍ରିଶୂଳ ଆଣନ୍ତି ତାହେଲେ ଆପଣମାନଙ୍କର ଭାଗ୍ୟ ବଦଳିଯିବ। ହେଲେ ଆପଣ ଚାନ୍ଦିର ତ୍ରିଶୂଳ ଆଣିବା ପାଇଁ ଚେଷ୍ଟା କରନ୍ତୁ। ଏହି ତ୍ରିଶୂଳକୁ ଆପଣ ନିଜ ପୂଜାସ୍ଥଳରେ ରଖି ଏହାର ପୂଜା ମଧ୍ୟ କରିପାରିବେ। ଏହା ଆପଣଙ୍କ ଘର ଓ ପରିବାର ପାଇଁ ବହୁତ ଶୁଭ ହୋଇଥାଏ। ଏହି ତ୍ରିଶୂଳକୁ ଆପଣ ଘରକୁ ଆଣିଲେ ଆପଣଙ୍କର ସମସ୍ତ କ୍ଷେତ୍ରରେ ସଫଳତା ମିଳିବ। ଯଦି ବନ୍ଧୁଗଣ ଆପଣ ଏହି ମହାଶିବରାତ୍ରି ଦିନ ଭଗବାନ ଶିବଙ୍କର ଡମ୍ବରୁ ଆଣିବେ ତାହେଲେ ଏହା ଆପଣଙ୍କ ଘର ପାଇଁ ବହୁତ ଶୁଭ ରହିବ। ଆପଣ ଏହି ଦିନରେ ଏକ ଡମ୍ବରୁ ଆଣନ୍ତୁ ଓ ନିଜ ପୂଜାସ୍ଥଳରେ ରଖି ଏହାର ପୂଜା ନିଶ୍ଚୟ କରନ୍ତୁ। ପୂଜା କରିବା ପରେ ଆପଣ ନିଜ ଘର ମଧ୍ୟରେ ଥିବା କୌଣସି ଏକ ଛୁଆକୁ ଏହି ଡମ୍ବରକୁ ବଜାଇବା ପାଇଁ ଦିଅନ୍ତୁ। ଏହାଦ୍ୱାରା ବନ୍ଧୁଗଣ, ଯଦି ଆପଣଙ୍କ ଘରେ କୌଣସି ସଦସ୍ୟଙ୍କର ଶରୀର ଅସୁସ୍ଥ ଅଛି ତାହେଲେ ସେ ବହୁତ ଶୀଘ୍ର ସୁସ୍ଥ ହୋଇଯିବେ ଓ ଏହି ଡମ୍ବରୁ ପାଇଁ ଆପଣଙ୍କର ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ରହିବ। ତାହେଲେ ବନ୍ଧୁଗଣ, ଏହି ମହାଶିବରାତ୍ରି ଦିନ ଆପଣ ଏହି ତିନୋଟି ଜିନିଷ ମଧ୍ୟରୁ ଯେକୌଣସି ଗୋଟିଏ ନିଶ୍ଚିତ ନେଇ ଆସନ୍ତୁ। ଦେଖିବାରେ ଆପଣମାନଙ୍କର ଭାଗ୍ୟ ନିଶ୍ଚିନ୍ତ ଭାବରେ ବଦଳିଯିବ। ଯେବେ ଈଶ୍ୱର ପ୍ରସନ୍ନ ହୋଇଥାନ୍ତି ସେତେବେଳେ ମନୁଷ୍ୟର ଜୀବନରେ ବହୁତ କିଛି ପରିବର୍ତ୍ତନ ଆସିଥାଏ। ତେଣୁ ଦୀର୍ଘ 1100 ବର୍ଷ ପରେ ପବିତ୍ର ମହାଶିବରାତ୍ରି ଦିନ ଗ୍ରହ ଓ ନକ୍ଷତ୍ରମାନଙ୍କର ଗତିବିଧିରେ ବହୁତ ବଡ଼ ପରିବର୍ତ୍ତନ ହେବା ପାଇଁ ଯାଉଅଛି। ଯେମିତିକି ଆପଣମାନେ ଜାଣିଥିବେ ଯେ ଗ୍ରହ ଓ ନକ୍ଷତ୍ରମାନଙ୍କର ପରିବର୍ତ୍ତନ
ରାଶିଚକ୍ରରେ ରହିଥିବା 12 ଗୋଟି ରାଶିମାନଙ୍କ ଉପରେ ପ୍ରଭାବ ପକାଇଥାଏ। ତେଣୁ ଏହି ମହାସଂଯୋଗ ପବିତ୍ର ଶିବରାତ୍ରି ଦିନ ଘଟୁଥିବାରୁ ଦେବଦେବ ମହାଦେବ ଏହି 8ଟି ରାଶିମାନଙ୍କ ଉପରେ ଆଶୀର୍ବାଦ ପ୍ରଦାନ କରିବା ପାଇଁ ଯାଉଛନ୍ତି, ଯାହାଫଳରେ ଏହି ରାଶିର ବ୍ୟକ୍ତିମାନଙ୍କର ଭାଗ୍ୟ ଏହି ଶିବରାତ୍ରି ପରଠାରୁ ସୁନା ଭଳି ଚମକିବ। ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶିମାନଙ୍କର ଭାଗ୍ୟରେ କ'ଣ ସବୁ ଘଟିବା ପାଇଁ ଯାଉଅଛି। ଆପଣଙ୍କ ପରିବାର ପାଇଁ ଆପଣଙ୍କର କର୍ତ୍ତବ୍ୟ ଭଲ ରହିବ। ସମସ୍ତେ ଆପଣଙ୍କଠାରେ ଖୁସିରେ ରହିବେ। ଧନ ସମ୍ପତ୍ତି ଭରପୁର ରହିବ। ଘର ଓ ପରିବାରରେ ସମସ୍ତେ ହସ ଖୁସିରେ ରହିବେ। ଆପଣ ବେଶୀ ଭାବୁକ ସ୍ୱଭାବର ହୁଅନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ହୃଦୟକୁ ଆଘାତ ମଧ୍ୟ ଲାଗିପାରେ ଓ ଆପଣଙ୍କର ଏଥିପାଇଁ ଦୁଃଖୀ ମଧ୍ୟ ଆପଣ ହୋଇପାରନ୍ତି। ବେପାର ବାଣିଜ୍ୟରେ ଭଲ ଲାଭ ହେବ। କାରବାର ଦିନକୁ ଦିନ ବୃଦ୍ଧି ହେବାର ଲାଗିବ। କୌଣସି ଜିନିଷର ଅଭାବ ରହିବ ନାହିଁ। ଆୟରେ ଆପଣଙ୍କର ବୃଦ୍ଧି ହେବ। ପୁରୁଣା ବୁଡ଼ିଯାଇଥିବା ଟଙ୍କା ପଇସା ପୁଣି ଥରେ ନିଶ୍ଚିନ୍ତ ଭାବରେ ଆପଣଙ୍କ ପାଖକୁ ଫେରିଆସିବ। ଚାକିରିରେ ଆପଣଙ୍କର ପଦୋନ୍ନତି ନିଶ୍ଚିନ୍ତ ଭାବରେ ହୋଇପାରେ। ଯଦି ଭଲ ଜୀବନସାଥୀର ସନ୍ଧାନରେ ରହିଛନ୍ତି ତେବେ ତାହା ଆପଣଙ୍କର ଏହି ମହାଶିବରାତ୍ରି ପରଠାରୁ ନିଶ୍ଚିନ୍ତ ପୂର୍ଣ୍ଣ ହେବ ଏବଂ ଆପଣଙ୍କୁ ଆପଣଙ୍କ ମନପସନ୍ଦର ଜୀବନସାଥୀ ମଧ୍ୟ ମିଳିବ। ପ୍ରେମ ସମ୍ପର୍କ ମଧୁର ହେବ। ଜୀବନସାଥୀଙ୍କ ସହିତ ସମ୍ପର୍କ ମଧ୍ୟ ଆପଣଙ୍କର ଅତି ମଧୁର ରହିବ। ଏବେଠାରୁ ଆପଣଙ୍କର ଆୟର ବୃଦ୍ଧି ହେବା ସହିତ ଖର୍ଚ୍ଚରେ ମଧ୍ୟ ବୃଦ୍ଧି ହେବ। ତେଣୁ ଅଯଥା ଜିନିଷରେ ପଇସା ଖର୍ଚ୍ଚ ହେବାର ସମ୍ଭାବନା ମଧ୍ୟ ରହିଅଛି। ତେଣୁ ଟିକିଏ ଏଥିପ୍ରତି ଧ୍ୟାନ ରଖିବା ଦରକାର। ଆପଣଙ୍କର ସବୁଦିନ ହସ ଖୁସିରେ ବିତିବ। ଏଥିସହିତ କୌଣସି ବି ସମସ୍ୟା ମଧ୍ୟ ରହିବ ନାହିଁ। ଆପଣ କାହା କଥାରେ ମୁଣ୍ଡ ପୁରାନ୍ତୁ ନାହିଁ, ନହେଲେ ଅଯଥା ଏହା ଆପଣଙ୍କର ମୁଣ୍ଡବିନ୍ଧାର କାରଣ ମଧ୍ୟ ହୋଇପାରେ। ତେବେ ଏହି ଭାଗ୍ୟଶାଳୀ ରାଶିମାନଙ୍କ ମଧ୍ୟରେ ପ୍ରଥମ ରାଶି ହେଉଛି ମେଷ ରାଶି, ଦ୍ୱିତୀୟ ରାଶି ହେଉଛି ବୃଷ ରାଶି, ତୃତୀୟ ରାଶି ହେଉଛି ସିଂହ ରାଶି, ଚତୁର୍ଥ ରାଶି ହେଉଛି କନ୍ୟା ରାଶି, ପଞ୍ଚମ ରାଶି ହେଉଛି ବିଛା ରାଶି, ଷଷ୍ଠ ରାଶି ହେଉଛି ମକର ରାଶି, ସପ୍ତମ ରାଶି ହେଉଛି କୁମ୍ଭ ରାଶି ଏବଂ ଅଷ୍ଟମ ବା ଶେଷ ରାଶିଟି ହେଉଛି ମୀନ ରାଶି। ତେବେ ବନ୍ଧୁଗଣ, ଆଶା କରୁଛୁ ଆପଣମାନଙ୍କୁ ଏହି ଭିଡ଼ିଓଟି ନିଶ୍ଚୟ ପସନ୍ଦ ଆସିଥିବ। ପସନ୍ଦ ଆସିଥିଲେ ଭିଡ଼ିଓକୁ ଲାଇକ୍ କରିବା ସହିତ ଆପଣମାନେ ଆମ ଚ୍ୟାନେଲକୁ ବର୍ତ୍ତମାନ ସବସ୍କ୍ରାଇବ୍ ମଧ୍ୟ କରିନିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ ନିଶ୍ଚୟ ଲେଖନ୍ତୁ। ଧନ୍ୟବାଦ।